ବୋଉଲ ଯିବୁନି ଆମେ ସ୍କୁଲ ଆଉ କଣ ସବୁ ହେଇଛି ଭୁଲ ଗୋଟକୁ ଲେଖିଲେ କଣ ଭୁଲ ସେ ଯିଏ ଲେଖିଛି ତାକୁ ତାର ପାଦ ଧୂଳି ଆଣିକି ଡେଉଁରିଆ ଲଗେଇବା କଥା ବହି ଉପରେ ଯୋଉମାନେ ସବୁ ସେଠି ଥିଲେ ସବୁ ଲେଖାର ବିଶେଷଜ୍ଞ ମାନଙ୍କୁ ତାଙ୍କ ପାଦ ଧୂଳି ଆଣି ମୁଣ୍ଡିଆ ମାରିବା କଥା ଡେଉଁରିଆ କରି ପିନ୍ଧିବା କଥା କାହିଁକି ନା ମୋର ଆଜି ଆଉ ଏତେ କଥା ପଢିଲି କୋଉ ବହିରେ କଣ ଥିଲା ମୋର ମନେ ରହୁନି ଏତେ କାହିଁକି ନା ଆପଣ ମାନଙ୍କୁ କହିବି ବୋଲି କେମିତି କୋଉଠୁ ସବୁ ଏତକ ସବୁ ଉପାଦାନ ଆଣିକି ସେ ବହିରେ ଖଞ୍ଜିଛନ୍ତି ପିଲା କେମିତି ମନେ ରହିବେ ମୁଁ ଜାଣିନି ଆମେ ତ ମନେ ରଖିପାରୁନୁ ସେ ବର୍ତ୍ତମାନ କହିଲେଣି ଦ୍ୱିତୀୟ ଶ୍ରେଣୀ ବହିରେ ମ୍ୟାଥ ବହିରେ ଗପ କୋଉଠି ଲିମ୍ବୁଡା ନିମ୍ବୁଡା ଗୀତ ରାଜସ୍ଥାନୀ ଗୀତ କୋଉଠି ସାହିତ୍ୟ ବହିରେ ଜଳଚକ୍ର କୋଉଠି କହିଲେଣି ଜାତୀୟ ପକ୍ଷୀ ହେଲା ଆମର କଣ କାଉ ତାପରେ ଆଜି ଗୋଟେ ଆଉ ଗୋଟେ ପିଲା ସେମିତି ହେଲା ଯେ ଦୋଳି ଗୀତ ଲେଖା ହେଇଛି ମ୍ୟାଥରେ ଇଂରାଜୀରେ ରଜ ଦୋଳି ଗୀତ ତେଣୁ କୋଉଠି ଏ ଯୋଉ ବିଶେଷଜ୍ଞ ମାନେ ଆସିଲେ ତାଙ୍କୁ ଆଗ ମୁଣ୍ଡିଆ ମାରିବା କଥା ଯେ ଆମ ପିଲାମାନଙ୍କୁ କେତେ ଉର୍ବର ମାନେ ପାଠ ଦଉଛନ୍ତି ତେଣୁ ଏଠି କଣ ହେଇଛି ଆଜି ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ କାଲି ନା ପରଦିନ କହିଲେ ଯେ ଏଠି ଷଡଯନ୍ତ୍ର ଚାଲିଛି କାହାକୁ ଦେଖେଇକି ଷଡଯନ୍ତ୍ର କହିଲେ ମୁଁ ଜାଣିପାରିଲିନି ତମେ ଜଣେ ମୁଖିଆ ତମେ ଜାଣିପାରୁନ ତମ ପଛରେ କିଏ ଷଡଯନ୍ତ୍ର କରୁଛି ସେ ବାହାର ଦଳ କି ନିଜ ଦଳ କି ନିଜର ଏଠି ସଚିବ କି ଏଜୁକେସନ ଡିପାର୍ଟମେଣ୍ଟର କିଏ ତମେ ନିଜେ ଜାଣିପାରୁନ କାହିଁ ତାହେଲେ ସେ ସିଟରେ ବସିଛ ଯୋଉ ସିଟରେ ବସିଛ ତମର ଚାରିଟା ଆଖି ରହିବା ଦରକାର କୁଆଡେ କଣ ହଉଛି ବୋଲି ତମେ ଯାଇକି ଓଡିଆ ବହି ବାହାର ଷ୍ଟେଟରେ ଯାଇକିନି ତମର ଛପା ହବ ଇଏ ଯେମିତି କହୁଛନ୍ତି ଯେ ବର୍ତ୍ତମାନ ପିଏମ ଆସିଥିଲେ ଓଡିଶାକୁ ଜିଲ୍ଲା କରିବେ କିନ୍ତୁ ବହିରେ ବି ଲେଖିଛନ୍ତି ଓଡିଶା ଗୋଟେ ଦେଶ ଇଏ ଯେମିତି କହିଲେ ସେ ସେମିତି କହିଲେ ମତେ ଲାଗୁଛି ଏମାନେ ଜାଣି ଶୁଣି କରିଛନ୍ତି ଆଉ ବହିକି ଚେଞ୍ଜ କରିବେନି କାହିଁକି ନା କିଛି ପିଲା ମୂର୍ଖ ଯଦି ହେବେ ଭୋଟ କୋଉ ମାନେ ଦଉଛନ୍ତି ଧନୀ ଲୋକ ଭୋଟ ଦଉନାହାନ୍ତି ଭୋଟ ଦଉଛନ୍ତି ମିଡିଲ ଫ୍ୟାମିଲି ନହେଲେ ଲୋୟର ଇଏ ମାନେ ତେଣୁ ସେ ଭାବୁଛନ୍ତି ଏ ପିଲାମାନେ ନ ପଢିଲେ ଏମାନେ ଆମକୁ ଜିନ୍ଦାବାଦ କରିବେ କିଛି ପିଲା ମୂର୍ଖ ହେଇକି ରୁହନ୍ତୁ ଆମ ପଛରେ ସେ ଗୋଡେଇବେ ତେଣୁ ସେ ଚାହୁଁଛନ୍ତି ତାଙ୍କ ପିଲା ଯଦି ଇଂଲିଶ ମିଡିୟମରେ ପାଠ ପଢୁଛନ୍ତି ତାଙ୍କ ପିଲାମାନଙ୍କର ଯେ ଏସି ରୁମରେ ରହୁଛନ୍ତି ଏସି ଗାଡିରେ ଏଇଗୁଡା ଯଦି ତାଙ୍କର ଯଦି ଏଭଳି ମିଷ୍ଟେକ ହୁଅନ୍ତା ସେମାନେ ସମ୍ଭାଳନ୍ତେ ତ ତେଣୁ ତମେ ଯୋଉ ଡିପାର୍ଟମେଣ୍ଟରୁ 4 ଜଣଙ୍କୁ ସସ୍ପେଣ୍ଡ କରିଦେଲ ସେଟା କଣ ସଫିସିଏଣ୍ଟ ବହି କୋଉମାନେ ଗବେଷକ ଥିଲେ କୋଉମାନେ ବହିଟାକୁ ଥର କରିନାହାନ୍ତି କୋଉମାନଙ୍କୁ ଦିଆଯାଇଥିଲା ବହି ଛପେଇବା ପାଇଁ ତମେ ଏଇ ଯୋଉ ବହିଟିକି ବର୍ତ୍ତମାନ କଲ ଏଥିରେ ସମୟ ନଷ୍ଟ ବର୍ତ୍ତମାନ 6 ମାସ ଲାଗିବ ପୁଣି ଛପେଇବା ପାଇଁ କି ଅତି ତରତର ପୁଣି ଭୁଲ ହବନି ବୋଲି ମାନେ କଣ ଅଛି ତେଣୁ ବହି ପାଇଁ ସମୟ ନଷ୍ଟ ବହି ନଷ୍ଟ ଆମ ରାଜକୋଷର ପଇସା ନଷ୍ଟ ବର୍ତ୍ତମାନ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ମାନେ ଖେଳିଲେ ନଷ୍ଟ ତେଣୁ ଏଇ ଯୋଉ ବହି ଗୁଡିକ କରିବେ କଣ ପିଲାମାନେ କହିଲେଣି ବର୍ତ୍ତମାନ ଆମେ ବହି ପଢିବୁନି ଏତେ ସଂଶୋଧନ କରି ପଢିବୁନି ଗୋଟେ ବହିରେ ଗୋଟେ ହେଇଥାନ୍ତା ସେ ଶୁଣନ୍ତୁ ଯେତିକି ଅଛି ସଂଶୋଧନ କରିହବନି ଆଉ ଯଦି ଏ ବହିଟାକୁ ଆପଣ ଫୋପାଡିବେ ଆଜି ଜଣେ କହୁଥିଲେ ତାକୁ ମାଟିରେ ପୋତି ଦିଅ ମାଟିରେ ପୋତିବେନି କେବଳ ଝାଲମୁଢି ବିକିବା ପାଇଁ ଯଦି ଝାଲମୁଢି ବାଲାକୁ ଦବ ଏଥିରେ ଉପଯୋଗ ହବ ସେ ଝାଲମୁଢି ବିକି ପାରିବେ ସେତିକି ଉପକୃତ ହବ ନଚେତ ଏ ବହି ପିଲା ପଢି କେବେ ପଣ୍ଡିତ ହେଇନାହାନ୍ତି କି ହେବେନି ଆଉ ତେଣୁ ଏଠି ଇଟିଲି ପିଠା କେମିତି ହବ ପ୍ରାଣ ପିଲା ଇଟିଲି ପିଠା ବନେଇବେ କେତେ ପ୍ରକାର ମୁଁ ଆପଣଙ୍କୁ ତ କହିପାରୁନି ମୁଁ ଡେଲି ସେଗୁଡା ବସିକି ଦେଖି ଦେଖିନି ମୋ ମୁଣ୍ଡ ବି ଜାମ୍ ହେଇଗଲାଣି ଟିଣ ହେଇଗଲାଣି ନାଇଁ ବର୍ତ୍ତମାନ ପିଲା ରିଲ୍ସ କରିକି କହିଲେଣି ବୋଉଲ ଯିବୁନି ଆମେ ସ୍କୁଲ ଆଉ କଣ ସବୁ ହେଇଛି ଭୁଲ ଗୋଟକୁ ଲେଖିଲେ କଣ ଭୁଲ ମାନେ ଗୋଟ ମାନେ ଛେଳିକି ସେମାନେ ଲେଖିଛନ୍ତି ଭୁଲ ତେଣୁ ଏଇଟାକୁ ଲଗେଇକି ହଁ ଷଣ୍ଢ ଏବେ କଣ କରିଛନ୍ତି ଗୋଟେ ବଢିଆ ସେ ପିଲାଟା ବୋଲୁଛି ଗୀତ ପୁରା 2ଟା ଷ୍ଟାଞ୍ଜାରେ ଗୀତ କରିଛି ପିଲାମାନେ ବି ମାନେ ଖୋଲିଲେ ହସି ହସି ଆମେ ମରି ଯାଉଛୁ ମାନେ ଏମିତି କମେଡି କରୁଛନ୍ତି ସେ ପିଲା ଆସୁଛନ୍ତି ମ୍ୟାଡାମ ପଚାରୁଛନ୍ତି ପିଲାମାନେ ବୋଲୁଛନ୍ତି ହଁ ଏବେ ଆଉ ଗୋଟେ ବହିରେ ମୁଁ ଦେଖିଛି ଆଗ କୋଶ୍ଚିନ୍ ଲେଖାଯାଏ ତାପରେ ଆନ୍ସର ଲେଖାଯାଏ ଏବେ ଲେଖା ହେଇଛି ଆଗ ଆନ୍ସର ତାପରେ ଉପରେ ଲେଖା ହବ କୋଶ୍ଚିନ୍ ସେଥିରେ ଲେଖା ହେଇଛି ଗାମୁଛା କଣ ପାଇଁ ଦରକାର ସେଠି ଗୋଟେ ପିଲା କମେଡି କରୁଛି ଗାମୁଛା ଧୋଇ ଯିବାକୁ ଦରକାର ମାନେ କୋଶ୍ଚିନ୍ ଗାମୁଛା କାହିଁକି ଦରକାର ସେ ତା ତଳେ ଲେଖିଛି ଉପରେ ଲେଖିଛି କୋଶ୍ଚିନ୍ ନା ଧୋଇ ଯିବାକୁ ଦରକାର କେହି କୋଶ୍ଚିନ୍ କରିକି କମେଡି କରୁଛି ମାନେ ଏମିତି କ୍ୟାରିକେଚର କଲେଣି ଆଜତକରେ ବର୍ତ୍ତମାନ ଏଟା ବାଜିଲାଣି ମାନେ ନ୍ୟାସନାଲ ନ୍ୟୁଜ ହେଇଗଲା ଲଜ୍ଜା ମାଡିଆ ଭଳି କଥା କିଭଳି ଗଣ୍ଡମୂର୍ଖ ଲୋକମାନଙ୍କୁ ଗଣ୍ଡମୂର୍ଖ କଲେଣି ଆମ ପିଲାମାନଙ୍କ ଜୀବନ ସହିତ ସେମାନେ ବର୍ତ୍ତମାନ ଖେଳିଲେଣି ତେଣୁ ଯଥା ଶୀଘ୍ର ଏ ବହିକୁ ପୁରୁଣା ବହିକି ପଢାଯାଉ ଯୋଉମାନେ ସସ୍ପେଣ୍ଡ କଲେ ହବନି ଆମ ପଇସା ହେଇଛି ପଇସା ତାଙ୍କୁ ଆଦାୟ କରାଯାଉ
ଆଉ କିଏ ଭୁଲ କରିଛି ସେମାନଙ୍କୁ ଜେଲ୍ ଯାଆନ୍ତୁ ମାନେ ଯଦି ଛୋଟ ଛୋଟ କେସ୍ରେ ତମେ ଜେଲ୍କୁ ପୁରେଇ ଦେଉଛ ପିଲାଙ୍କ ଭାଗ୍ୟ ସହିତ ଯୋଉମାନେ ଖେଳିଛନ୍ତି ତାଙ୍କୁ ଶୀଘ୍ର ଜେଲ୍ ପଠାଯାଉ। ଜେଲ୍ ନ ପଠାଲେ ମୁଁ ପିଲାମାନଙ୍କ ମାନଙ୍କୁ କହୁଛି ଆଉ ତାଙ୍କର ଗାର୍ଡିଆନ ମାନଙ୍କୁ କହୁଛି ତମେ ବହି ନେଇକି ସେ ଯୋଉ ଆମର ଯୋଉ ମିନିଷ୍ଟର ଅଛନ୍ତି ଏଜୁକେସନ ମିନିଷ୍ଟର ତାଙ୍କ ଘର ସାମ୍ନାରେ ଦେଇଦିଅ ତାଙ୍କ ପିଲାମାନେ ପଢନ୍ତୁ କାରଣ ତାଙ୍କ ପିଲାମାନେ ଇଂଲିଶ ମିଡିୟମରେ ପଢୁଛନ୍ତି ନା ତାଙ୍କ ପିଲାଙ୍କର ବହି ଭୁଲ ହେଇନି ତାଙ୍କର ମୁଣ୍ଡରେ ବଦ୍ରେଶନ ନାହିଁ କାରଣ ଆମେ ଯେହେତୁ ଗରିବ ଆମ ପିଲାମାନେ ଓଡ଼ିଆ ମିଡିୟମରେ ପଢୁଛନ୍ତି ଆମେ ପଇସା ଦେଇପାରିବାନି ଇଂଲିଶ ମିଡିୟମ କାରଣ ଆମକୁ ସେ ଆମ ସାଙ୍ଗେ ଖେଳୁଛନ୍ତି କାରଣ ସେ ବହି ମାନେ କୁହାହଉଛି ଗାର୍ଡିଆନ ମାନଙ୍କୁ ବହି ଆଣିକି ଏଜୁକେସନ ମିନିଷ୍ଟରଙ୍କ ଘର ସାମ୍ନାରେ ଥୋଇ ଦିଅନ୍ତୁ ସେ ଝାଲ ବୁଡ଼ି ବିକିବେ କି ସେଥିରେ ନେଇକିନି ଆଉ ଅଳିଆ ନେଇକି ଫୋପାଡ଼ିବେ କି ଠୁଙ୍ଗା ବନେଇବେ ତାଙ୍କୁ ଦେଇଦିଅ ତାଙ୍କୁ କୁହ ଯେହେତୁ ଆମର ଏଜୁକେସନ ରହିଛି ଆମକୁ ଆଉଥରେ ବାହାର ଯେ ବହି ଭିତରେ ଯାତ୍ରାର କାମ କଣ ଅଛି? ହଁ ଯାତ୍ରା ନୁ ପାଲା ବି ଅଛି ଆଜି ଗୋଟେ ପିଲା ଦେଖାଉଥିଲା ଯେ ଆମେ କଣ ପାଲା କରିବୁ ଯେ ଆମକୁ ପାଲା ଭିତରେ ଦେଇଛନ୍ତି ପୁରା ଡାଇଲଗ ସହିତ ଯାତ୍ରାର ଆଉ ଆପଣ ଦେଖିଛନ୍ତି 7ଟା ଗୀତ ଅଛି ଏଥିରେ ଆଧ୍ୟାତ୍ମିକ ଗୀତ ଅଛି ସେଥିରେ ଜାତୀୟ ସଙ୍ଗୀତ ଅଛି ସେଥିରେ ପୁରୁଣା ରାଜେଶ ଖାନ୍ନାର ଗୀତ ବି ଅଛି ମୁଁ ଦେଖୁଥିଲି 8-10ଟା ଗୀତ ମାଝି ଦେଖୁଥିଲି ମାଝି ହସି ହସି ବେଦମ ହେଇଛି ମୁଁ କହିଲି କୋଉ ପ୍ରକାର ଓଡ଼ିଶାରେ PhD ରିସର୍ଚ୍ଚ କରିଥିବା 16 ଜଣ ଆସିକିନି ଏ ବହିକି ଥର କଲେ ରିଭିଜନ କଲେ କିଏ ସବୁ କଲେ ମୁଁ ଦେଖିକିନି ମାନେ ମାନେ ଆମେ ଆଶ୍ଚର୍ଯ୍ୟ ହେଉଛୁ ମାନେ ଓଡ଼ିଶାରେ ଏଭଳି ଗବାଣ୍ଡୁ ଅଛନ୍ତି ଯୋଉମାନେ କି ତାଙ୍କୁ ପାଠ ଜଣା ନାହିଁ ବୋଧେ କପି କରିକି ପାସ୍ କରିକି ବୋଧେ ଓଡ଼ିଆ ଭର୍ଜନ ନମିତା ଅଗ୍ରୱାଲ, କାଶ୍ମୀରୀ ଗୀତ ବୁମ୍ବୁରା ବୁମ୍ବୁରା, ଆଉ ହିନ୍ଦୀ ଫିଲ୍ମ ଗୀତ। ହଁ ଆପଣଙ୍କ ନିୟମଗିରି କୋଉଠି ଅଛି ସବୁ ଏଭଳି ସବୁ ବର୍ତ୍ତମାନ ଏସବୁ ସବୁ ଭୁଲ ତ ସବୁ ତଥ୍ୟ ଆଉ କୋଣାର୍କ ହେଇଯାଇଛି ଅଲଗା କୋଉ ଷ୍ଟେଟର ମନ୍ଦିରକୁ କୋଣାର୍କ କୁହାଯାଇଛି କାରଣ ପିଲାଙ୍କର ଭବିଷ୍ୟତ ସହିତ ମାନେ କଣ ପିଲା ଏଇଗୁଡ଼ା ପଢିଲେ କଣ ଭୁଲ ଯଦି ପଢିବେ ତାହେଲେ ମାଷ୍ଟର କଣ ଭୁଲ ଅନୁସାରେ ନମ୍ବର ଦେବେ ସାର୍ ସିନା ସ୍କୁଲରେ ପଢେଇଦେବେ ଘରକୁ ଆସିଲା ପରେ କିଏ ପଢେଇବ ସଂଶୋଧନ କରି ସାର୍ ମାନେ କାହିଁ ସଂଶୋଧନ ତମେ ମାନେ ଭୁଲ କରିବ ତମେ ମାନେ ପଇସା ଖାଇଲ ତମେ ମାନେ ଅନ୍ୟ ରାଜ୍ୟରେ ଯାଇକି ଛପେଇଲ ଓଡ଼ିଶାରେ କଣ ପ୍ରିଣ୍ଟ ନାହିଁ ଅନ୍ୟ ଜାଗାରେ ଛପେଇଲ ପିଲାମାନେ କାହିଁ ସଫର ହେବେ ସାର୍ ମାନେ କାହିଁ ସଫର ହେବେ ସାର୍ ମାନେ କାହିଁ ଆଡଜଷ୍ଟ କରିବେ ସାର୍ ପଢେଇବେ ଘରେ ଗଲା ପରେ ପିଲାମାନେ ପୁଣି ସେଇଟା ପାଠ ଭୁଲ ପଢିବେ ଏଇ ପାଠ ପଢିକି ପିଲାମାନେ କଣ ହେବେ ଓହୋ ତମେ ଯେମିତି କହିଲ ଜଣେ କଣ ପାଇଲଟ କହିଲ କାହାକୁ ହଁ ଯେମିତି ନ୍ୟୁଟନକୁ ତମେ କହିଲ ବୈଜ୍ଞାନିକକୁ ପାଇଲଟ କହିଲ ଅଲଗା କୋଶ୍ଚିନ୍ ର ଥିଲା ସେଟା ଖାଲି ଲେଖା ଅଛି ଯେ ଇଏ କଣ ପାଇଲଟ କି ସେଟା ସଂଶୋଧନ କରିବ ହଁ କି ନା ଏମିତି ଥିଲା ଯୋଉଟା କି ସେଟା ବଡ କଥା ନୁହଁ କିନ୍ତୁ ବାକି ଯୋଉ ପାଠ୍ୟକ୍ରମ ଇଂରାଜୀ ବହିରେ ଓଡ଼ିଆରେ ରଜଦୋଳିର ଗୀତ ଲେଖାଯିବା ଏଟା କଣ ଟ୍ରାନ୍ସଲେଟ ପିଲା କରିବେ ନା କଣ କରିବେ ଇଂରାଜୀ ବହିରେ ଇଂରାଜୀରେ ଲେଖା ହେଇଥାନ୍ତା ଓଡ଼ିଆରେ ସମ୍ପୂର୍ଣ୍ଣ ଭାବରେ ଲେଖା ହେଇଗଲା ଶୁଣନ୍ତୁ ଏମାନେ ଓଡ଼ିଆ ଲୋକ ନିଶ୍ଚୟ ବହିଟାକୁ ଦେଖିନଥିବେ AI ରେ ପକେଇ ଦେଇଥିବେ ଅଳ୍ପ ସମୟ ଭିତରେ ଶୀଘ୍ର ହବ ଲେଖା ବି ହେଇଛି ଯୋଉ ପ୍ରଶ୍ନ ଉତ୍ତର ଲେଖିବାକୁ ଆଇଛି ଆପଣ AI ଦେଖିକି ଉତ୍ତର ରଖନ୍ତୁ ତେଣୁ ସେ AI ରେ ଯେହେତୁ AI ମଝିରେ ମଝିରେ ଭୁଲ ଦଉଛି ଜଣେ କହିଲେ ଫକୀର ମୋହନଙ୍କ ଫଟୋ ଦିଅ ସେ ଆଉ ଜଣଙ୍କ ଫଟୋ ଦେଇଥିଲେ ସେ ସିନା ଜାଣିଥିଲେ ବୋଲି ଫକୀର ମୋହନ ଫଟୋଟା ନାହିଁ ବୋଲି କଲେ ଆଉ ଥରେ ଫକୀର ମୋହନ ତେଣୁ AI ରେ ପକେଇଛନ୍ତି ଅଳ୍ପ ସମୟ ଭିତରେ ଏଟାକୁ ତରବରିଆ କରିଛନ୍ତି ଯାହାଫଳରେ ପିଲାମାନଙ୍କର ଭାଗ୍ୟ ସହିତ ସେମାନେ ଖେଳୁଛନ୍ତି ଆଉ ତରବରିଆରେ ହେଇକି 1000-2000 ତମେ ଆଗେ ପ୍ରଥମ କାଢିଥାନ୍ତ ଦେଖିଥାନ୍ତ ଯଦି ନାଇଁ ଭୁଲ ଅଛି ଆଉ ଥରେ ସଂଶୋଧନ ଏକାଳକି ଏତେ ବହି କାଢିଦେଲ ବର୍ତ୍ତମାନ ପୁରା ଟୋଟାଲ ପ୍ରଥମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପୁରା ଭୁଲ ଶୁଣନ୍ତୁ ସେ ସଚିବ କରୁଛନ୍ତି କଣ ସେ ଯୋଉ ଏଜୁକେସନ ଡିପାର୍ଟମେଣ୍ଟର ସଚିବ ଏଜୁକେସନ ଡିପାର୍ଟମେଣ୍ଟର ମନ୍ତ୍ରୀ ସମସ୍ତେ ଏଥିପାଇଁ ଦାୟୀ ତେଣୁ ସମସ୍ତେ ୟାଙ୍କୁ ପୋଷ୍ଟରୁ କଢାଯିବା ଦରକାର ଏବଂ ଯୋଉମାନେ ଭୁଲ କରୁଛନ୍ତି ତାଙ୍କୁ ଆରେଷ୍ଟ କରାଯାଉ ଯଦି ଆରେଷ୍ଟ ନ କରାଯିବ ତାହେଲେ ଏମାନେ ଏମିତି ଭୁଲ କରି ଚାଲିଥିବେ ଓଡ଼ିଶାକୁ ବଦନାମ କରୁଛନ୍ତି ନ୍ୟାସନାଲ ସ୍ତରରେ ବର୍ତ୍ତମାନ ଆଜ ତକରେ ମଧ୍ୟ ବାଜିଲାଣି ତେଣୁ ଏଭଳି ଭୁଲ ବହି ଆମ ପିଲା ପଢିବେନି ତାହେଲେ କୋଉ ବହି ପଢିବେ ଆଉଥରେ ପଢାଯାଉ ନା ପୁରୁଣା ଆଉଥରେ ବହି ବନାଯାଉ ନଚେତ ପୁରୁଣା ବହିକୁ ଆଉଥରେ ସେ ବହି ଗୁଡାକୁ ଥର କରାଯାଉ ପିଲା ଭୁଲ ବହି ପଢିବେ କାହିଁକି ପଢିବେ ପଇସା ତ ଆମ ପଇସା ଯାଇଛି ନା ଏଟା କଣ କାହା ବାପା ପଇସାରେ ପକେଟରୁ ଯାଉଛି ଆମ ପଇସା ରାଜକୋଷରୁ ଯାଇଛି ମାନେ ପିଲାଙ୍କୁ ଆଉଥରେ ବହି ଦିଆଯାଉ ନା ଗିରଫ ଗୋଟେ ପନିଶମେଣ୍ଟ ସସ୍ପେଣ୍ଡ ନୁହେଁ ଏମାନଙ୍କୁ ଗିରଫ କରେ ଯଦି ଅନ୍ୟମାନେ ଭୁଲ କଲେ ମନ୍ତ୍ରୀରୁ ବାହାରୁଛନ୍ତି ବା ଅନ୍ୟ ମାନେ କଲେ ଆରେଷ୍ଟ ହଉଛନ୍ତି ଯେକୌଣସି ଭୁଲ ଏଟା ଗୋଟେ ବହୁତ ବଡ ଭୁଲ ଏତେ ବଡ ଭୁଲ ପିଲାମାନଙ୍କ ଜୀବନ ସହିତ ଖେଳୁছে ଏଟା ଗୋଟେ ବଡ ଭୁଲ ଆଙ୍କୁ ଆରେଷ୍ଟ କରିବା ଦରକାର ମାନେ ସସ୍ପେଣ୍ଡ କରିଦେଲେ ତ ପୁଣି 3 ମାସ ପରେ ଚାକିରି କରିବେ ପୁଣି ତ ସେଇ ଭୁଲ କରିବେ ବହି ଛାପିବା ଆଗରୁ 5 ଥର 4 ଥର କରାଯାଏ ବହୁତ ଷ୍ଟେପ ବାଇ ଷ୍ଟେପ ତାଙ୍କର ଅଛି କମିଟି ହଁ ତେଣୁ କୁଆଡେ ଗଲେ ସେମାନେ ସବୁ ଯୋଉମାନେ ସବୁ 16 ଜଣ ଇଏ କରିଥିଲେ ତେଣୁ ସେ 16 ଜଣଙ୍କୁ ଆରେଷ୍ଟ କରାଯାଉ